2009 ମସିହା ଏକ ଭଜନ ସମାରୋହରେ ମୁଁ ଗୋଟେ ଭଜନ ଗାଉଥିଲି। ଭଜନ ସରିଲା ପରେ ବାପା ମୋତେ କହିଲେ, ତୁ କୋଉଦିନ ଗୀତ ଶିଖିବୁ? ଏତେ ଦିନ ହେଲାଣି ଗୀତ ପ୍ରାକ୍ଟିସ କରୁଛୁ, ଦେଖିଲେ ଗୋଟେ ଗୀତ ଭଲସେ ଗାଇପାରୁ। ମୁଁ କହିଲି, ନା ବାପା, ସେ ବାଜା ବା ବଜାଉଥିଲା ଭୁଲ, ସେ ବାଜା ବଜାଇ ପାରିଲା ନା ବୋଲି ମୁଁ ଗୀତ ଗାଇପାରିଲିନି। ବାପା କହିଲେ, ଗୋଟେ ଚାପଡ଼ା ଦେବେ ତ ଗୀତ ଗାଇ ଛାଡ଼ିଯିବ। ମୁଁ କହିଲି, ସେ ବାଜା ବଜାଉଥିଲା, ତୋର କ'ଣ ଅସୁବିଧା ଅଛି? ତୁ ଠିକ ଗାଇଥାନ୍ତୁ, ଲୋକ ଜଜ୍ କରିଥାନ୍ତେ। ତୁ ଠିକ ଗାଉଥିଲୁ, ସିଏ ଭୁଲ ବଜାଉଥିଲା, ଲୋକ ତାକୁ କହିଥାନ୍ତେ ତୁ ବଜେଇ ପାରିଲୁ ନା, ସେ ଠିକ ଗାଉଥିଲା। ସେତେବେଳେ ସେ କଥାଟା ମୁଁ ଏତେ ଆକ୍ସେପ୍ଟ କରିପାରିନଥିଲି। ଏବେ ଗୋଟେ ଲାଇଫରେ ସେମିତି ଗୋଟେ ଘଟଣା ଘଟିଲା ଯେ ମନେ ପଡ଼ିଲା, ବାପା ଯାହା କହୁଥିଲେ ସେତେବେଳେ 100% ଠିକ ଥିଲା। ସେତେବେଳେ ମୁଁ ରଙ୍ଗ। କାହିଁକି ନା ସିଏ ଯିଏ ଯାହା କଲା ମୋର କ'ଣ ଅଛି? ମୋ କାମକୁ ମୁଁ 100% ଏଫର୍ଟ ଦେଇକି କେମିତି ଭଲ କରିପାରିବି ତାହା ମୋର ପ୍ରଚେଷ୍ଟା ରହିଥାନ୍ତା। ଜୀବନରେ ଖାଲି ଗୀତ ସଙ୍ଗୀତ କ୍ଷେତ୍ରରେ ନୁହେଁ, ଅନେକ କ୍ଷେତ୍ରରେ ଆସିବେ ସବୁ ଫଳ ପ୍ରକୃତିର ଲୋକ। ତମକୁ କ୍ରିଟିସାଇଜ କରିବେ, ତମକୁ ନିଚା ଦେଖେଇବେ, ତମକୁ ତମ ପଦରୁ ହଟେଇବାକୁ ଚେଷ୍ଟା କରିବେ। ତାଙ୍କର କିଛି କଳା କାରନାମାକୁ ସେ ଲୁଚେଇବାକୁ ଯାଇ ତମକୁ ସେ ମାନେ କଠୋର ଗୋଟେ ନିର୍ଯାତନା ଦେଲା ଭଳିଆ କଥା କହିବେ ବିଭିନ୍ନ କ୍ଷେତ୍ରରେ। କିନ୍ତୁ ପଛଘୁଞ୍ଚା ନାହିଁ, ଡରିବାର ନାହିଁ, ସେ କଥାରେ ହାରିଯିବାର ନାହିଁ, ସେ କଥାକୁ ଭୟ କରିବାର ନାହିଁ, ସେମାନଙ୍କୁ ଭାଉ ଦେବାର ନାହିଁ। ନିଜର କର୍ମ ପ୍ରତି 100% ସମର୍ପଣ ଭାବରେ ଠିକ କାମ କରିଚାଲ, ବିଜୟ ନିଶ୍ଚିତ। ପ୍ରିୟ ଦର୍ଶକ ବନ୍ଧୁ, এই କଥାରୁ ଶିକ୍ଷା ମିଳେ ବାପା, ମା, ଗୁରୁଜନ, ବଡ଼ ଭାଇ ଭଉଣୀ, ଯେଉଁମାନେ ସବୁ ଆମଠାରୁ ବଡ଼, ତାଙ୍କ କଥାକୁ ଅକ୍ଷର ଅକ୍ଷରେ ମାନି ନିଜର ଦାୟିତ୍ୱକୁ ସୁଚାରୁ ରୂପେ ତୁଲାଇବାକୁ ଚେଷ୍ଟା କରନ୍ତୁ। ଦେଖିବେ ଜୀବନ ସୁଖମୟ ହେଇଯିବ, ଶାନ୍ତିମୟ ହେଇଯିବ। ଅଳ୍ପ ପଇସା ହେଲେ ବି ଆନନ୍ଦରେ ଦିନ କଟିବ।